ଜୟ ମା ସମଲେଶ୍ୱରୀ। ନମସ୍କାର ବନ୍ଧୁମାନେ, ଆଜି ଆମେ ଯିବା ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଆସ୍ଥାର କେନ୍ଦ୍ରସ୍ଥଳୀ ମା ସମଲେଶ୍ୱରୀ ମନ୍ଦିର। ଭିଡ଼ିଓଟି ବହୁତ ବଢ଼ିଆ ହୋଇଛି ଓ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ବିନା ସ୍କିପ୍ରେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଆମେ ଜାଣିବା ଏହି ମନ୍ଦିର କାହିଁକି ଏତେ ପ୍ରସିଦ୍ଧ ଏବଂ ଲକ୍ଷ ଲକ୍ଷ ଲୋକ କାହିଁକି ଏତେ ଭକ୍ତି କରନ୍ତି। ମା ସମଲେଶ୍ୱରୀ ମନ୍ଦିର ସମ୍ବଲପୁର ସହରର ମହାନଦୀର କୂଳରେ ଅଛି। ଏହା ପଶ୍ଚିମ ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ମଧ୍ୟରୁ ଗୋଟେ। ବନ୍ଧୁମାନେ, ଏହି ମନ୍ଦିରର ଇତିହାସ ବହୁତ ପୁରୁଣା। ଆଉ ଐତିହାସିକବିଦଙ୍କ ମତ ଅନୁସାରେ ପ୍ରାୟ 1600 ଶତାବ୍ଦୀ ବେଳେ ଚୌହାନ ବଂଶର ରାଜା ବଳରାମ ଦେବ ଏହି ଅଞ୍ଚଳରେ ଶାସନ କରୁଥିଲେ। ସେହି ସମୟରେ ମା ସମଲେଶ୍ୱରୀଙ୍କ ପୂଜାକୁ ବହୁତ ଗୁରୁତ୍ୱ ଦିଆଗଲା ଏବଂ ମନ୍ଦିରର ବିକାଶ ହେଲା। ପଶ୍ଚିମ ଓଡ଼ିଶାରେ ଯେତେବେଳେ ନୂଆଖାଇ ଆସେ, ସବୁ କାମ ଆରମ୍ଭ ହୁଏ ମା ସମଲେଶ୍ୱରୀଙ୍କ ଠାରୁ। ନୂଆଖାଇ ଦିନ ନୂଆ ଧାନର ଚାଉଳ ତିଆରି ଖାଦ୍ୟ ପ୍ରଥମେ ମାଙ୍କୁ ଅର୍ପଣ କରାଯାଏ। ତାପରେ ଲୋକମାନେ ନିଜ ଘରେ ନୂଆ ଖାଇଥାନ୍ତି। ଏସବୁଥିରୁ ଆମେ ବୁଝିପାରୁଛେ ଯେ ମାଙ୍କର ଏହି ଅଞ୍ଚଳ ସହିତ ସମ୍ପର୍କ କେତେ ଗଭୀର। ବନ୍ଧୁମାନେ, ମା ସମଲେଶ୍ୱରୀ ମନ୍ଦିରର ସବୁଠାରୁ ବଡ଼ ପର୍ବ ହେଉଛି ନବରାତ୍ରି। ଏହି ସମୟରେ ମନ୍ଦିରରେ ହଜାର ହଜାର ଭକ୍ତ ଆସନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ପୂଜା, ଭଜନ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟ ଚାଲିଥାଏ। ସମ୍ପୂର୍ଣ୍ଣ ମନ୍ଦିର ଆଲୋକରେ ସଜାଯାଏ। ପରିବେଶଟା ବହୁତ ବଢ଼ିଆ ଲାଗେ। ଏହା ଛଡ଼ା ଦୁର୍ଗା ପୂଜା, କାଳୀ ପୂଜା, ଅନ୍ୟାନ୍ୟ ଶକ୍ତି ଉପାସନା ସମୟରେ ମଧ୍ୟ ବହୁତ ଭିଡ଼ ହୁଏ। ସବୁଦିନ ସକାଳେ ମଙ୍ଗଳ ଆରତୀ ହୁଏ। ଭକ୍ତମାନଙ୍କ ବିଶ୍ୱାସ ହେଉଛି ମାଙ୍କ ପାଖରେ ସତ ମନରେ ଯାହା ବି ମାଗିଲେ ତାହା ମା ନିଶ୍ଚୟ ଶୁଣନ୍ତି ଓ ପୂରଣ କରନ୍ତି। ଏହି କାରଣରୁ କେବଳ ଓଡ଼ିଶା ନୁହେଁ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଅଲଗା ରାଜ୍ୟରୁ ମଧ୍ୟ ଲୋକମାନେ ଏଠାକୁ ଆସନ୍ତି ଓ ମାଙ୍କୁ ପ୍ରାର୍ଥନା କରନ୍ତି। ମନ୍ଦିରର ଆଉ ଗୋଟେ କଥା ହେଲା ଏହାର ସ୍ଥାନ। ଗୋଟେ ସାଇଡ୍ରେ ମହାନଦୀ ଆଉ ଗୋଟେ ସାଇଡ୍ରେ ଐତିହାସିକ ମନ୍ଦିର। ମା ସମଲେଶ୍ୱରୀ କେବଳ ଗୋଟେ ଦେବୀ ନୁହନ୍ତି, ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଆସ୍ଥା, ବିଶ୍ୱାସ ଓ ପରିଚୟର ପ୍ରତୀକ। ଭକ୍ତମାନେ ଏଠି ଦୀପ ପ୍ରଜ୍ୱଳନ କରୁଛନ୍ତି ମାଙ୍କ ଉଦ୍ଦେଶ୍ୟରେ। ସତ କହିବାକୁ ଗଲେ ରୂପାନ୍ତରଣ ପରେ ମା ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟ ବହୁତ ବଢ଼ିଯାଇଛି। ମନ୍ଦିରଟା ପୁରା ସମ୍ପୂର୍ଣ୍ଣ ନୂଆ ରୂପ ନେଇଛି। ପୂର୍ବରୁ ମନ୍ଦିର ଚାରିପାଖରେ ବହୁତ ଘର, ଦୋକାନ ଓ ଭିଡ଼ ଲାଗୁଥିଲା। ମନ୍ଦିରଟା ପୁରି ଭଲ ଭାବରେ ଦେଖାଯାଉନଥିଲା, କିନ୍ତୁ ଏବେ ଦୃଶ୍ୟ ପୁରା ଅଲଗା ହେଇଛି। ମନ୍ଦିର ଚାରିପାଖରେ ବହୁତ ଖୋଲା ଜାଗା ଅଛି। ଦୂରରୁ ଠିଆ ହେଲେ ମଧ୍ୟ ମନ୍ଦିରଟା ପୁରି ବହୁତ ବଢ଼ିଆ ଆଖିକୁ ଦେଖାଯାଉଛି। ବିଶେଷ କରି ମନ୍ଦିରର ଶିଖରଟା ଏବେ ବହୁତ ସୁନ୍ଦର ଦେଖାଯାଉଛି। ଆଉ ଗୋଟେ କଥା, ଏବେ ମନ୍ଦିର ପରିସର ବହୁତ ସଫା ସୁତୁରା ଲାଗୁଛି। ଚାଲିବା ପାଇଁ ବଢ଼ିଆ ରାସ୍ତା ହେଇଛି, ବସିବା ପାଇଁ ଜାଗା ହେଇଛି। ଭକ୍ତମାନେ ଆରାମରେ ବୁଲି ପାରୁଛନ୍ତି। ଦର୍ଶନ ସାରି କିଛି ସମୟ ବସି ମାଙ୍କ ପରିବେଶକୁ ଉପଭୋଗ କରିପାରୁଛନ୍ତି। ସନ୍ଧ୍ୟା ସମୟରେ ଯଦି ଆପଣ ମନ୍ଦିରକୁ ଯାଆନ୍ତି ତାହେଲେ ଆହୁରି ସୁନ୍ଦର ଲାଗିବ। ଆଲୋକ ଜଳିବା ପରେ ମନ୍ଦିରର ରୂପ ପୁରାପୁରି ବଦଳି ଯାଉଛି। ଅନେକ ଲୋକ ଖାଲି ସେହି ଦୃଶ୍ୟ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଆସିଥାନ୍ତି। ମୋବାଇଲରେ ଫଟୋ ଉଠାନ୍ତି, ଭିଡ଼ିଓ କରନ୍ତି। ବନ୍ଧୁଗଣ, ରୂପାନ୍ତରଣର ଆଉ ଗୋଟେ ବଡ଼ ଆକର୍ଷଣ ହେଉଛି ମହାନଦୀ କୂଳର ବିକାଶ। ମନ୍ଦିର ପାଖରେ ଯେଉଁ ନଦୀ କୂଳ ଅଛି ସେଠାକୁ ବହୁତ ସୁନ୍ଦର କରାଯାଇଛି। ସନ୍ଧ୍ୟା ସମୟରେ ସେଠାରେ ଚାଲି ଚାଲି ଯିବାର ଗୋଟେ ଅଲଗା ମଜା ଅଛି। ଗୋଟିଏ ପଟେ ମହାନଦୀ ଆଉ ଅନ୍ୟ ପଟେ ମା ସମଲେଶ୍ୱରୀଙ୍କର ମନ୍ଦିର। ଦୃଶ୍ୟଟା ସତରେ ବହୁତ ସୁନ୍ଦର ଲାଗୁଛି। ଏବେ ଅନେକ ପର୍ଯ୍ୟଟକ ମଧ୍ୟ ଏଠିକି ଆସୁଛନ୍ତି। କେବଳ ସେମାନେ ଦର୍ଶନ ପାଇଁ ଆସୁନାହାନ୍ତି, ବରଂ ଏ ଯେଉଁ ବଢ଼ିଆ ପରିବେଶ ହେଇଛି ତାକୁ ଉପଭୋଗ କରିବାକୁ ବି ଆସୁଛନ୍ତି। ସବୁଠାରୁ ବଢ଼ିଆ କଥା ହେଉଛି ମନ୍ଦିରର ପୁରୁଣା ପରମ୍ପରାକୁ ରଖାଯାଇଛି, କିନ୍ତୁ ଚାରିପାଖର ଯେତେ ସୁବିଧା ସବୁ ଆଧୁନିକକରଣ କରାଯାଇଛି। ଯଦି ଆପଣ ଏପର୍ଯ୍ୟନ୍ତ ରୂପାନ୍ତରଣ ପରେ ମା ସମଲେଶ୍ୱରୀ ମନ୍ଦିରକୁ ଆସିକି ଦେଖିନାହାନ୍ତି,
ତାହେଲେ ଥରେ ନିଶ୍ଚୟ ଆସନ୍ତୁ ଓ ମାଙ୍କର ଦର୍ଶନ କରନ୍ତୁ। ମୋର ବିଶ୍ୱାସ ଅନୁଭବଟା ଆପଣଙ୍କୁ ନିଶ୍ଚୟ ବହୁତ ବଢ଼ିଆ ଲାଗିବ। ବନ୍ଧୁମାନେ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଜୟ ମା ସମଲେଶ୍ୱରୀ। ରହିଲି, ପୁଣି ଥରେ ଦେଖାହବ ଆଉ ଏକ ସୁନ୍ଦର ଭବ୍ୟ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଜୟ ମା ସମଲେଶ୍ୱରୀ, ଜୟ ଜଗନ୍ନାଥ।